ॐ ଶ୍ରୀମଦ୍ ଭଗବତ୍ ଗୀତା ଜ୍ଞାନ ପାର୍ଟ 1। ଶ୍ରୀମଦ୍ ଭଗବତ୍ ଗୀତା 18ଟି ଅଧ୍ୟାୟ ବିଶିଷ୍ଟ ଅଟେ। ଏହି 18ଟି ଅଧ୍ୟାୟ ବେଦ ଓ ଉପନିଷଦର ସାର ଅଟେ। ଏଠାରେ ପ୍ରଭୁ ଶ୍ରୀକୃଷ୍ଣ ଅର୍ଜୁନଙ୍କର ସମସ୍ତ ଶଙ୍କା ବା ପ୍ରଶ୍ନର ଉତ୍ତର ଦେଇଛନ୍ତି। ପ୍ରଭୁ ଶ୍ରୀକୃଷ୍ଣ ଦେଇଥିବା ସମସ୍ତ ଉତ୍ତର ବା ଉପାୟ ଆମ ଜୀବନରେ ଦୈନନ୍ଦିନ ସମ୍ମୁଖୀନ ହେଉଥିବା ସଙ୍କଟରୁ ମୁକୁଳିବାର ଏକ ସହଜ ଉପାୟ ଅଟେ। Simply we can say that Srimad Bhagavad Gita is a complete solution of all problems. ପ୍ରଥମ ଅଧ୍ୟାୟ ଶ୍ଲୋକ 1। ଧୃତରାଷ୍ଟ୍ର ଉବାଚ ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତାଯୁଜୁତ୍ସବଃ ମାମକାଃ ପାଣ୍ଡବାଶ୍ଚୈବ କିମକୁର୍ବତ୍ ସଞ୍ଜୟ। ଧୃତରାଷ୍ଟ୍ର ସଞ୍ଜୟକୁ ପଚାରୁଛନ୍ତି, ଧର୍ମକ୍ଷେତ୍ର କୁରୁକ୍ଷେତ୍ରର ଯୁଦ୍ଧକ୍ଷେତ୍ରରେ ଏକତ୍ରିତ ହୋଇଥିବା ମୋର ଓ ପାଣ୍ଡବ ପୁତ୍ର କ'ଣ କରୁଛନ୍ତି? ଧୃତରାଷ୍ଟ୍ର ଜାଣିବାକୁ ଚାହୁଁଛନ୍ତି ପ୍ରକୃତରେ ଯୁଦ୍ଧକ୍ଷେତ୍ରରେ କ'ଣ ସବୁ ଘଟୁଛି। ଧୃତରାଷ୍ଟ୍ର ଅନ୍ଧ ଥିଲେ, କିନ୍ତୁ ସେ ଜ୍ଞାନୀ ଥିଲେ। ସେ ଜାଣିଥିଲେ ତାଙ୍କ ପୁତ୍ରମାନେ ଅଧର୍ମ ମାର୍ଗରେ ଅଛନ୍ତି। ସେ ଏକଥା ମଧ୍ୟ ଜାଣିଥିଲେ ଯେ ପାଣ୍ଡବ ପୁତ୍ର ଧର୍ମ ମାର୍ଗରେ ଅଛନ୍ତି, କାରଣ ଶ୍ରୀକୃଷ୍ଣ ତାଙ୍କ ସାଙ୍ଗରେ ଅଛନ୍ତି। ପ୍ରଭୁ ଶ୍ରୀକୃଷ୍ଣ ସଦାସର୍ବଦା ଧର୍ମ ମାର୍ଗରେ ହିଁ ଥାଆନ୍ତି। ଧୃତରାଷ୍ଟ୍ର ପୁତ୍ର ମୋହରେ ପଡ଼ି ତାଙ୍କ କଥା କାଟି ନ ପାରି ଯୁଦ୍ଧ ପାଇଁ ସହମତି ଦେଇଥିଲେ। ଶ୍ଲୋକ 2। ସଞ୍ଜୟ ଉବାଚ ଦୃष्ट्वा ତୁ ପାଣ୍ଡବାନିକଂ ବ୍ୟୁଢ଼ଂ ଦୁର୍ଯ୍ୟୋଧନସ୍ତଦା ଆଚାର୍ଯ୍ୟମୁପସଂଗମ୍ୟ ରାଜା ବଚନଂ ବ୍ରବୀତ୍। ସଞ୍ଜୟଙ୍କୁ ଦିବ୍ୟ ଦୃଷ୍ଟି ପ୍ରାପ୍ତ ହୋଇଥିଲା। ସେ ତାଙ୍କ ଦିବ୍ୟ ଦୃଷ୍ଟିରେ ସବୁ ଦେଖୁଥିବା କଥା ରାଜା ଧୃତରାଷ୍ଟ୍ରଙ୍କୁ କହୁଥିଲେ। ଶ୍ଲୋକ 2ରେ ସଞ୍ଜୟ କହିଲେ, ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କର ସେନାର ବ୍ୟୁହ ଦେଖିକରି ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ ସେହି ବିଷୟରେ କହିଲେ। ନେକ୍ସଟ ଭିଡ଼ିଓରେ ପ୍ରଥମ ଅଧ୍ୟାୟର ଅନ୍ୟ ଶ୍ଲୋକ ଉପରେ ଆଲୋଚନା କରିବା। ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ। ଏହି ନାମକୁ ପ୍ରତ୍ୟେକ ଦିନ ଅତି କମରେ 7 ଥର ଜପ କରନ୍ତୁ। This is a simple way to get happiness. Thanks for watching the video. Keep smiling. Keep spreading happiness. Subscribe my channel and share it. Thanks again.